ମୁଁ ଜାଣିଛି ମଦ ବନ୍ଦ କରିପାରିବେନି। ଏମାନେ ଗୋଟେ ବାପର ପୁଅ ନୁହନ୍ତି, ମଦ ବନ୍ଦ କରିପାରିବେନି। ପଇସା କେଉଁଠୁ ପାଇବେ? ଗାଡ଼ି ଯଦି ବ୍ରେକ୍ ବି ମାରିଦେଇଥାନ୍ତ କିଛି ଜାଣି ବୁଝିକି, ତାହେଲେ ଲୋକଟି ବଞ୍ଚି ଯାଇଥାନ୍ତା। ତୁମେ ଯେତିକି ଦୂରିଆ ନେଲ ଆଉ ଲୋକଟି ବଞ୍ଚିପାରିବ? ସ୍ପଟ୍ ଡେଥ୍ ହେଇଗଲା ଆଜ୍ଞା। ତା ଜୀବନ ବର୍ବାଦ କରାଯାଉ। ବର୍ବାଦ ହେଇଯିବା କଥା ତା ଜୀବନ, ଯେମିତି ସିଏ ଜୀବନ ବର୍ବାଦ କରିଛି। ଖାଲି କ'ଣ ଜଣଙ୍କ ଜୀବନ ବର୍ବାଦ ହେଲା ଆଜ୍ଞା? ତା ସ୍ତ୍ରୀର, ତା ଛୁଆର। ତାଙ୍କର ସାହସ କେମିତି? ସେ ସ୍ତ୍ରୀ ଲୋକଟି ଆଙ୍ଗୁଠି ଦେଖାଉଛି, ଖରାପ ଇଙ୍ଗିତ କରୁଛି। ଏ ଆଙ୍ଗୁଠି ଦେଖାଉଥିଲା। ୟାଙ୍କୁ ଧରା ଯାଇକି ପୁରା ଯେଉଁଟା କୁହାଯାଏ ଆଟେମ୍ପ୍ଟ ଟୁ ମର୍ଡର କେସ୍ ଲୋକ ସବୁ ଘେରିଗଲା ପରେ, ଦେଖି ସାରିଲା ପରେ ବି ତାଙ୍କୁ ସସମ୍ମାନର ସହିତ ଖାଲି ବାନ୍ଧିକି ନିଆଯାଉଛି, ବାଡ଼େଇକି ତାଙ୍କ ହାତ ଗୋଡ଼ ଭାଙ୍ଗିଦେବା କଥା। ଦେଖା ହେଲା ତାର ଝିଅଟି କାହିଁ, ଯିଏ ଖରାପ ଇଙ୍ଗିତ କରୁଥିଲା, ତା ଫଟୋ ତ ବାହାରୁନି। ତା ଫଟୋ କାହିଁ ବାହାର କରୁନ? ସମସ୍ତଙ୍କ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର, କାହା ପାଇଁ ଅଲଗା ନୁହଁ। ମୋତେ ତ ରାଗ ଲାଗୁଛି ଯେ ଝିଅଟି କାହିଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଆଉ 2 ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହାରିବେ, ରଥ ଉପରେ ସବାର ହେବେ। କିନ୍ତୁ ଏପଟେ କ'ଣ ହେଲା ଆଜ୍ଞା? ଶାସ୍ତ୍ରୀନଗରରେ ଲୋକଟି ଠିଆ ହେଇଛି, 150 କିଲୋମିଟର ସ୍ପିଡ଼ରେ ଆସୁଛି ମର୍ସିଡିଜ୍ E20। ଛୋଟ ମୋଟ ଗାଡ଼ି ନୁହଁ ଆଜ୍ଞା। ମର୍ସିଡିଜ୍ E20ରେ ମଦ ପିଇକି ସେ ଝିଅଟି ଆଉ ସେ ଲୋକଟି, ଲୋକ କହୁଛନ୍ତି ଏ ଝିଅ ଚଲାଉଥିଲା, କିନ୍ତୁ ପୁଅକୁ ଧରା ହେଇଛି। ତାକୁ ଖୁଆଉଥିଲା। ସିଏ କ'ଣ ସୌମ୍ୟରଞ୍ଜନ ଯାହା ବି ହଉ ତା ନା, ସୌମ୍ୟରଞ୍ଜନ ଯାହା ବି ହଉ ତା ନା, ସିଏ ମଦ ପିଇଛି, ଘୋଷାଡ଼ି ନେଲା 100 ମିଟର ପର୍ଯ୍ୟନ୍ତ। ଏ ଗାଡ଼ିର ଅବସ୍ଥା ଆପଣ ଦେଖନ୍ତୁ, ଗାଡ଼ିର ଅବସ୍ଥା ଦେଖନ୍ତୁ, ବାଇକ୍ର ଅବସ୍ଥା ଦେଖନ୍ତୁ, କାର୍ର ଅବସ୍ଥା ଦେଖନ୍ତୁ। ଇଏ ଗୋଟେ ମର୍ସିଡିଜ୍ ଲକ୍ଜରିୟସ୍ E20। ଏଥିରେ ସବୁ ତାର ଯେତିକି ଏୟାରବ୍ୟାଗ୍, ସବୁ ଏୟାରବ୍ୟାଗ୍ ଖୋଲି ଯାଇଛି। ମାନେ କେମିତି ମାଡ଼ ହେଇଥିବ। ଗାଡ଼ିର ଅବସ୍ଥା ନେଇ ଦେଖନ୍ତୁ। ମାରିଦେଲା ମର୍ସିଡିଜ୍ ରାଜରାସ୍ତାରେ, ରାଜଧାନୀର ରାଜରାସ୍ତାରେ ମାରିଦେଲା ମର୍ସିଡିଜ୍। ମାନେ ଆଉ ଲୋକ ଚାଲିପାରିବେନି। ସେ ସିଗ୍ନାଲରେ ଠିଆ ହେଇଛି, ବାଇକ୍ ଧରିକି ସିଗ୍ନାଲରେ ଠିଆ ହେଇଛି ଲୋକ, ତା ସ୍ତ୍ରୀ, ତା ପିଲା ଛୁଆ, ତା ଭଉଣୀ କେମିତି କାନ୍ଦୁଛନ୍ତି ଆଜ୍ଞା। ଆପଣ ଦେଖିପାରିବେନି, ଛାତି ଫାଟିଯିବ ଆଜ୍ଞା। କୁହାଯାଉଛି ସେଇ ଯେଉଁ ଲୋକଟି, ଯିଏ ଭିକ୍ଟିମ୍, ଯିଏ ଗାଡ଼ି ବାଡ଼େଇଲା, ଲୋକ ସମସ୍ତେ କହୁଛନ୍ତି ଯେ ସେ ଝିଅଟି ଗାଡ଼ି ବାଡ଼େଇଥିଲା ଆଉ ସେ ଆଙ୍ଗୁଠି ଦେଖାଇଥିଲା। ଏଇ ଆଙ୍ଗୁଠି ଦେଖାଇଥିଲା ଆଜ୍ଞା, ଏମିତି ଆଙ୍ଗୁଠି ଦେଖାଇଥିଲା। ମାନେ ୟାଙ୍କୁ ଲଜ୍ଜା ନାହିଁ। ପୋଲିସ କହୁଛି 5 ବର୍ଷରୁ ମିନିମମ୍ ପୁରା ଆଜୀବନ କାରାଦଣ୍ଡ ୟାଙ୍କୁ ମିଳିପାରେ, ଯାହା ନିୟମ। ତେଣୁକରି ୟାଙ୍କୁ ମ୍ୟାକ୍ସିମମ୍ ଆଜୀବନ କାରାଦଣ୍ଡ ଦିଆଯାଉ। ଆଉ ଜଣାପଡ଼ିଛି ଯେ ସେଇ ଯେଉଁ ଲୋକଟି ଯିଏ ବାଡ଼େଇଲା, ଲୋକ କହୁଛନ୍ତି ସ୍ତ୍ରୀ ଲୋକଟି ଗାଡ଼ି ଚଲାଉଥିଲା, କିନ୍ତୁ ପୁଅଟି କହୁଛି ମୁଁ ଗାଡ଼ି ଚଲାଉଥିଲି। ସେ ଯାହା ବି ସତ୍ୟତା ହେଉ ପରେ ଜଣାପଡ଼ିଯିବ ସାଙ୍ଗେ ସାଙ୍ଗେ। କିନ୍ତୁ ଲୋକଟି ତା ମୁହଁ ଲୁଚାଉଛି। ଆଉ ସବୁଠୁ ବଡ଼ କଥା ହେଉଛି, ସିଏ ଆଇନର ପାଠ ପଢ଼ୁଥିଲା। କି ଆଇନ ପାଠ ପଢ଼ୁଥିଲା ସିଏ? ପ୍ରଥମେ ମଦ୍ୟ ବନ୍ଦ କରାଯାଉ, ପୁରା ଓଡ଼ିଶା ଭାରତ ବର୍ଷରୁ ମଦ ପିଇବାକୁ ବନ୍ଦ କରାଯାଉ। ଯାହା ଆପଣ କହୁଛନ୍ତି ରାଜସ୍ୱ ଆଦାୟ ହେଇପାରୁନି, ଅଲଗା ବହୁତ ରାସ୍ତା ଅଛି ରାଜସ୍ୱ ଆଦାୟ କରାଯିବା ପାଇଁ, କିନ୍ତୁ ମଦ ବନ୍ଦ କରାଯାଉ ଆଜ୍ଞା। ମଦ ଏଠି ନୁହେଁ। କେତେ ଲୋକଙ୍କର ଜୀବନ ଛାରଖାର ହେଇଗଲାଣି, ନିଜ ଜୀବନ ସହିତ ନିଜ ପରିବାରର ଜୀବନ। ଆଉ ଯିଏ ବାଡ଼ଉଛି ତା ଜୀବନ ବି ସେମିତି ଯାଉଛି। ତାଙ୍କର ସାହସ କେମିତି? ସେ ସ୍ତ୍ରୀ ଲୋକଟି ଆଙ୍ଗୁଠି ଦେଖାଉଛି, ଖରାପ ଇଙ୍ଗିତ କରୁଛି। ଏ ଆଙ୍ଗୁଠି ଦେଖାଉଥିଲା। ୟାଙ୍କୁ ଧରା ଯାଇକି ପୁରା ଯେଉଁଟା କୁହାଯାଏ ଆଟେମ୍ପ୍ଟ ଟୁ ମର୍ଡର କେସ୍ କୁହାଯାଉ। ଆଜ୍ଞା ସିଏ କେତେ ସ୍ପିଡ଼ରେ ଆସୁଛି। ମାନେ ଗୋଟେ ଜାଗାରେ ଯଦି ଆପଣ ଦେଖନ୍ତୁ, ଗୋଟେ ମେଡ଼ିକାଲରେ କେତେଟା ଆମ୍ବୁଲାନ୍ସ ଥାଇପାରେ? ଯେତେଟା ବି ଥାଉ, ସେଇ ଜାଗାରେ ସ୍ପେସିଆଲି 25ଟା ଆମ୍ବୁଲାନ୍ସ ଠିଆ ହେଇଛି। ଫଟୋ ଦେଖନ୍ତୁ ଆପଣ, 25ଟା ଆମ୍ବୁଲାନ୍ସ ଠିଆ ହେଇଛି। ତାମାନେ କି ଅବସ୍ଥା ହେଇଥିବ? ତାକୁ ବାଡ଼େଇ ସାରିକି ଘୋଷାଡ଼ିକି 100 ମିଟର ଦୂରିଆ ନେଇଗଲେ। ଗାଡ଼ି 100 ମିଟର, ମାନେ ଗାଡ଼ି 150 କିଲୋମିଟର ସ୍ପିଡ଼ରେ ଅଛି ଆଜ୍ଞା। ଇଏ ଭୁବନେଶ୍ୱର ମେନ୍ ଜାଗା କଥା କହୁଛି ମୁଁ। ଆମେ ସୁପର ବାଇକ୍ ଚଲାଉଛୁ, କିନ୍ତୁ 150 କିଲୋମିଟର ସ୍ପିଡ଼ରେ, ଏତେ ସ୍ପିଡ଼ ଆମ ବାଇକ୍ ଯାଇପାରୁନି, ସାହସ ହେବନି। ତାକୁ କ୍ୟାମେରା ଚେକ୍ କରିପାରିଲାନି, କି କ୍ୟାମେରା ଲାଗିଛି, ସ୍ପିଡ଼ୋମିଟର ଚେକ୍ କରିପାରିଲାନି, ଯେ ସେନ୍ସରରେ ଚେକ୍ କରିପାରିଲାନି। ଏତେ ସ୍ପିଡ଼ କେମିତି ଯାଉଛି? ଚଲାଉଛି ମାନେ କ'ଣ ସେ ହଠାତ୍ 150 କିଲୋମିଟର ସ୍ପିଡ଼ ଧରିଥିବ? ମିନିମମ୍ ସେ କିଛି ଦୂରରୁ ଆସୁଥିବ, 1 କିଲୋମିଟର ଦୂରରୁ ଆସୁଥିବ। ଚେକିଂ କିଛି ନାହିଁ। ତାକୁ ଫାଶୀ ତ ଦିଆଯାଇପାରିବ ନାହିଁ, କିନ୍ତୁ ଆଜୀବନ କାରାଦଣ୍ଡ ଦିଆଯାଉ। ତା ଜୀବନ ବର୍ବାଦ କରାଯାଉ। ବର୍ବାଦ ହେଇଯିବା କଥା ତା ଜୀବନ, ଯେମିତି ସିଏ ଜୀବନ ବର୍ବାଦ କରିଛି। ଖାଲି କ'ଣ ଜଣଙ୍କ ଜୀବନ ବର୍ବାଦ ହେଲା ଆଜ୍ଞା? ତା ସ୍ତ୍ରୀର, ତା ଛୁଆର, ତା ମାତା ପିତା, ସେ ପ୍ରାପ୍ତବୟସ୍କ ହେଇଥିବେ। ସେ ଶାସ୍ତ୍ରୀନଗରରେ ଯେତିକି ଲୋକ ଠିଆ ହେଇଛନ୍ତି, ଯେତିକି ଭିଡ଼ ହେଇଛି, ସମସ୍ତେ କହୁଛନ୍ତି ଝିଅଟି ଚଲାଉଥିଲା ଗାଡ଼ି। ମିଛ କହିବେନି, ଜମା ମିଛ କହିବେନି ସେମାନେ। ଝିଅଟି ଚଲାଉଥିଲା ଗାଡ଼ି, ଆଉ ସେ ଖରାପ ଇଙ୍ଗିତ କରିଛି। ଏହାର ମାନେ ମିଳିବ, ଏହାର ସଜା ତ ମିଳିବ। ଜଗନ୍ନାଥ ବି ଦେବ ସୁଧମୂଳ ସହିତ, କିନ୍ତୁ ତୁମକୁ ଆଇନ ବି ଦେବା ଦରକାର।
ଆଇନ କେଉଁଠି ଶୋଇକି ଅଛି। ଯେତେବେଳେ କଲ୍ କରାହେଲା ତାପରେ ଯାଇକି ପୋଲିସ ପହଞ୍ଚୁଛି। ଟିକିଏ ଭୁଲ ଭାଲ ହେଲେ ପୋଲିସ ଅଲଗା ଜିନିଷ ଟେକି ନେଉଛି, କିନ୍ତୁ ୟାଙ୍କୁ କିଛି କରାହେଉନି। କେମିତି ଚିଲଉଛନ୍ତି ତା ଭଉଣୀ, ତାଙ୍କ ସ୍ତ୍ରୀ, ସେ ଦେଖି ହେବନି ଆଜ୍ଞା। ସେ ଭିଡ଼ିଓ ଆପଣ ଦେଖିପାରିବେ ଯେକୌଣସି ଚ୍ୟାନେଲରେ ଭାଇରାଲ୍ ସବୁ। ମୁଁ ତ ଖାଲି କହୁଛି ଆପଣଙ୍କୁ। କହୁଛନ୍ତି ଆପଣଙ୍କର ହୃଦୟ ଅଛି, ଆମର ହୃଦୟ ନାହିଁ। କହିଲା ବେଳକୁ ଛାତି ଥରି ଯାଉଛି, କଲିଜା ମୁହଁକୁ ପଳେଇ ଆସୁଛି। ରାଜ ରାସ୍ତାରେ ତୁମେ ଯଦି ଏମିତି ଗାଡ଼ି ଚଲେଇବ, କେହି ଦେଖିବା ପାଇଁ ନାହାନ୍ତି। ଟ୍ରାଫିକ୍ ପୋଲିସ କ'ଣ କରୁଥିଲା ଆଜ୍ଞା? କିଛି ନାହିଁ। 150 କିଲୋମିଟର ସ୍ପିଡ଼ ସାଙ୍ଗେ ସାଙ୍ଗେ ଆଚିଭ୍ କରି ହେବନି। ଆମେ ସୁପର ବାଇକ୍ ଚଲାଉଛୁ, ଆମେ ୱି ଆର୍ ସୁପର ବାଇକ୍ ରାଇଡର୍ସ। କିନ୍ତୁ 150 କିଲୋମିଟର ସ୍ପିଡ଼ ହଠାତ୍ ଆପଣ ଧରିପାରିବେନି। ମିନିମମ୍ 1 କିଲୋମିଟର ଦୂରିଆରୁ ସେ ଚଲେଇବା ଦରକାର। ମାନେ ସେ 1 କିଲୋମିଟର ପୂର୍ବରୁ ଚଲେଇକି ଆସୁଛି, କେହି ଚେକିଂ କରୁନାହାନ୍ତି। କ୍ୟାମେରା ଲାଗିଛି, କିଛି ଜଣାପଡ଼ୁନି। ଏସବୁ କ'ଣ ଆଜ୍ଞା? ଯଦି ଏ ଶାସନ ସମୟରେ ରାଜଧାନୀ ରାଜରାସ୍ତାରେ ଏମିତି ହେଉଛି, ତାହେଲେ ଆଉ କେଉଁ ରାସ୍ତାରେ କ'ଣ ହେଉନଥିବ ଆମେ ତ କହିପାରିବାନି ଆଜ୍ଞା। ଲୋକ ସବୁ ଘେରିଗଲା ପରେ, ଦେଖି ସାରିଲା ପରେ ବି ତାଙ୍କୁ ସସମ୍ମାନର ସହିତ ଖାଲି ବାନ୍ଧିକି ନିଆହେଉଛି, ବାଡ଼େଇକି ତାଙ୍କ ହାତ ଗୋଡ଼ ଭାଙ୍ଗିଦେବା କଥା। ଆଉ ୟା କଥା ଦେଖା ହେଲା, ତାର ଝିଅଟି କାହିଁ, ଯିଏ ଖରାପ ଇଙ୍ଗିତ କରୁଥିଲା, ତା ଫଟୋ ତ ବାହାରୁନି। ତା ଫଟୋ କାହିଁ ବାହାର କରୁନ? ସମସ୍ତଙ୍କ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର, କାହା ପାଇଁ ଅଲଗା ନୁହଁ। ମୋତେ ତ ରାଗ ଲାଗୁଛି ଯେ ଝିଅଟି କାହିଁ। 2 ଜଣ ସେଟା ଯେତେବେଳେ ପୋଲିସ କହିଲା, ତାଙ୍କୁ ଯେଠି ଚେକିଂ କରାହେଲା, ଯେଉଁ ମଦ ମାପିବାର ଯେଉଁ ମେସିନ୍ ଚେକ୍ କରାଗଲା, ସବୁଠୁ ହାଇ ରେଟ୍ରେ ମଦ ପିଇଛନ୍ତି ସେମାନେ। ଇଏ ଜଣେ ଆଇନର ଛାତ୍ର। ମର୍ସିଡିଜ୍ ଗାଡ଼ି ଚଲା ହେଉଛି ଏତିକି ସ୍ପିଡ଼ରେ, ପୁଣି ମେନ୍ ରାସ୍ତାରେ। ତାକୁ ଜ୍ଞାନ ନାହିଁ ଏତିକି। ମଦକୁ ପ୍ରଥମେ ବନ୍ଦ କରାଯାଉ। ମୁଁ ଜାଣିଛି ମଦ ବନ୍ଦ କରିପାରିବେନି, ଏମାନେ ଗୋଟେ ବାପର ପୁଅ ନୁହନ୍ତି। ମଦ ବନ୍ଦ କରିପାରିବେନି, ପଇସା କେଉଁଠୁ ପାଇବେ? ମଦ ବନ୍ଦ କର। ଖାଲି ଦେହ ଥରିଯିବ ଆଜ୍ଞା, ଦେହ ଥରିଯିବ ଏସବୁ ଦୃଶ୍ୟ ଦେଖିଲେ। ଏ ଗାଡ଼ିର ଅବସ୍ଥା, ଏ ବାଇକ୍ର ଅବସ୍ଥା, କାର୍ର ଅବସ୍ଥା ଦେଖନ୍ତୁ। ଇଏ ଛୋଟ କଥା ହେଇଛି। ଛୋଟବେଳେ ଆମେ ଦୌଡ଼ୁଥିଲୁ 100 ମିଟର ଦୌଡ଼, ଆମର ହଁସା ବୁଡ଼ି ଯାଉଥିଲା। ସେ 100 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ଗାଡ଼ିକି। ଗାଡ଼ି ଯଦି ବ୍ରେକ୍ ବି ମାରିଦେଇଥାନ୍ତ କିଛି ଜାଣି ବୁଝିକି, ତାହେଲେ ଲୋକଟି ବଞ୍ଚି ଯାଇଥାନ୍ତା। ତୁମେ ଯେତିକି ଦୂରିଆ ନେଲ, ଆଉ ଲୋକଟି ବଞ୍ଚିପାରିବ? ସ୍ପଟ୍ ଡେଥ୍ ହେଇଗଲା ଆଜ୍ଞା, ସ୍ପଟ୍ ଡେଥ୍। 6 ନମ୍ବର ମେଡ଼ିକାଲ ତାକୁ ନିଆହେଇଛି, 6 ନମ୍ବର ମେଡ଼ିକାଲ ତାକୁ ନିଆହେଇଛି। ସେଠି ମୃତ ଘୋଷଣା କରିଛନ୍ତି। ତାଙ୍କ ସ୍ତ୍ରୀଙ୍କ କଥା ଅବସ୍ଥା ନାହିଁ, ସେ କଥା କହୁଛନ୍ତି ନ କହିଲା ଭଳିଆ। ତା ଭଉଣୀ କାନ୍ଦୁଛି। ଯଦି ଜଣେ ଟ୍ରାଫିକ୍ରେ ଠିଆ ହେଇକି, ଟ୍ରାଫିକ୍ ସିଗ୍ନାଲରେ ଠିଆ ହେଇକି ଏ ଅବସ୍ଥା ତାଙ୍କର, ଏଠି ସେ ସୁରକ୍ଷିତ ନୁହଁ। ରାଜଧାନୀର ଶାସ୍ତ୍ରୀନଗର ରାଜରାସ୍ତାରେ ସେ ସୁରକ୍ଷିତ ନୁହଁ। ଆଉ କେଉଁଠି ସୁରକ୍ଷିତ ହେଇପାରିବେ? ତାପରେ ତ ଯେଉଁଠି ଇଚ୍ଛା ସେଇଠି ବାଡ଼େଇ ଦେଇକି ପଳେଇ ପାରିବେ ଆପଣ। ଜଗନ୍ନାଥ ଦେଖୁଛି, ସୁଧମୂଳ ସହିତ ସେ ହିସାବ କରିବଟା ନିଶ୍ଚିତ ଭାବରେ। ତା ହାତରେ ସମସ୍ତଙ୍କର ଚିଠା ଅଛି। ଯଦି ଆପଣ ଗରୁଡ଼ ପୁରାଣ ପଢ଼ିଛନ୍ତି, ଶ୍ରୀମଦ୍ ଭାଗବତମର କିଛି ବି ଶୁଣିଛନ୍ତି, ସମସ୍ତଙ୍କୁ ସୁଧମୂଳ ସହିତ ଜଗନ୍ନାଥ ଦିଏ ଯମରାଜ ଦ୍ୱାରା। କିନ୍ତୁ ଏଠି ବି ସଜା ପାଇବା ଦରକାର। 5 ବର୍ଷ ଯେଉଁ ମିନିମମ୍ କୁହାଯାଇଛି, ସେ ମିନିମମ୍ ଦରକାର ନାହିଁ ଆମର। ଦରକାର ସମ୍ପୂର୍ଣ୍ଣ ଆଜୀବନ କାରାଦଣ୍ଡ। ମରିଯାଉ ସିଏ। ଏମିତି ଲୋକ ବଞ୍ଚି କିଛି ଲାଭ ନାହିଁ। ତା ଘର ଲୋକ ତାକୁ ମଦ ପିଇବା ପାଇଁ କେମିତି ଦେଉଛନ୍ତି। ମଦ କେମିତି ପିଉଛ? ମହାପାପ, 5ଟି ମହାପାପ ଭିତରୁ ପ୍ରଥମ ମହାପାପ, ଗୋଟିଏ ମହାପାପ ହେଉଛି ମଦ ପିଇବା। ମଦ ପିଉଛ କେମିତି? ଯେମିତି ଜାଗା, ସେ ଷ୍ଟେଟ୍ ନା ମୁଁ କହିବିନି, ସେଠି ଯେମିତି ମଦ ବନ୍ଦ କରାହେଲା, ଏଠି ସେମିତି ମଦ ବନ୍ଦ କରାଯାଉ। ମୁଁ ତ କହିବି ଆଇଁଷ ବି ବନ୍ଦ କରାଯାଉ। ଏସବୁ ଖାଇବା ଦ୍ୱାରା, ପିଇବା ଦ୍ୱାରା ଏସବୁ ଅପକର୍ମ ହେଉଛି। ଖାଇବା ପିଇବା ଯେପର୍ଯ୍ୟନ୍ତ ଠିକ୍ ନେବ, ଜଗନ୍ନାଥ କହିଛନ୍ତି, ଯେ ପର୍ଯ୍ୟନ୍ତ ତୁ ଖାଇବା ପିଇବା ଠିକ୍ ନ କରିବୁ ଅର୍ଜୁନ, ସେ ପର୍ଯ୍ୟନ୍ତ ମୋର ଭକ୍ତି କ'ଣ, ତୁ ଭଲ ମଣିଷଟେ ବି ହେଇପାରିବୁନି। ଶୁଦ୍ଧ ମସ୍ତିଷ୍କର, ସୁସ୍ଥ ମସ୍ତିଷ୍କର ବ୍ୟକ୍ତି ବି ତୁ ହେଇପାରିବୁନି। ଭକ୍ତି ତ ବହୁତ ଦୂର କଥା। ମଦ୍ୟ ଛାଡ଼ନ୍ତୁ, ମଦ୍ୟକୁ ବନ୍ଦ କରାଯାଉ ପୁରା ଓଡ଼ିଶାରୁ, ପୁରା ଭାରତବର୍ଷରୁ ମଦ୍ୟକୁ ବନ୍ଦ କରାଯାଉ। ରାଜସ୍ୱ ଆଦାୟ ପାଇଁ ବହୁତ ରାସ୍ତା ଅଛି, ତାକୁ ଦେଖାଯାଉ, କିନ୍ତୁ ମଦ୍ୟକୁ ବନ୍ଦ କରାଯାଉ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।